ମକରା ତୁ ହେଲୁ ପାଗଳ ମୁଁ ନୁହେଁ ତୁ ମକୁରାମ ଘୋଡ଼ି କମଳ ମକରା ତୁ ହେଲୁ ପାଗଳ। ଆଜ୍ଞା ଗୀତି ନାଟ୍ୟ କରୁଥିଲେ କୌଣସି ନାଟକ ସେଟା ହେଉଛି ପେଟେଣ୍ଟ ମେଡ଼ିସିନ ନାଟକ ଗୀତି ନାଟ୍ୟ ଯାହାକି ଆମେ ଗୋଟେ ଦୁନିଆକୁ ଆମେ ଗୋଟେ ସୋସିଆଲକୁ ଗୋଟେ ସଚେତନ ଦେବା ଲେସନ୍ ଦେବା ଯେ ସ୍ୱାମୀମାନେ କେମିତି ନିଶା ନିବାରଣରୁ ନିବୃତ୍ତ ରହିବେ। ନିଶା ନିବାରଣ ମାନେ ନିଶା ଖାଇକି ଯେଉଁ ବଢ଼ି ଚାଲିଛି ଦିନକୁ ଦିନ ତା ଫଳରେ ମା ଭଉଣୀ ଏମାନଙ୍କୁ ସମ୍ମାନ ମିଳୁନି। କେତେକ ମାନେ ସ୍ୱାମୀ ସ୍ତ୍ରୀ ଭିତରେ କଳହ ସୃଷ୍ଟି ହେଉଛି ଛାଡ଼ପତ୍ର ବି ହେଇଯାଉଛି ଗୋଟେ ଘର ବି ଭାଙ୍ଗି ଯାଉଛି। ତେଣୁ ଏଇ ଘରକୁ ଯୋଡ଼ିବା ପାଇଁ ଗୋଟେ ଭଉଣୀ କି ଭାଇ ଭଲ ସମ୍ମାନ ବି ଦେଉନି ମଦ ପିଇ ସାରିଲା ପରେ ନିଶା ଖାଇସାରିଲା ପରେ ସେ ଜାଣିପାରୁନି ମା କିଏ ଭଉଣୀ କିଏ। ସେଇ ସଚେତନତା ଦେବା ପାଇଁ ଆମେ ଏଇ ନାଟକଟାକୁ ଆଜି ଅଭିନୟ ମାତ୍ରାରେ ଲୋକମାନଙ୍କୁ ଦେଖାଇଥିଲୁ। ଏଇଥିରେ ମୋର ଭଉଣୀ କର୍ମୀ ମାନେ ସବୁ ଥିଲେ ଆଉ ମୋର ମ୍ୟାଡ଼ାମ ଥିଲେ ମୋର ସିଡିପିଓ ମ୍ୟାଡ଼ାମ ଥିଲେ ସୁପରଭାଇଜର ମ୍ୟାଡ଼ାମ ଥିଲେ ଆଉ ଆମର ସବୁ ସାନ ସାନ ଭଉଣୀ ଥିଲେ ମୁଁ ବି କରୁଥିଲି। ମୁଁ ଥିଲି ସୁଲୋଚନା ସେ ଜମିଦାର ଚନ୍ଦ୍ରସେନାଙ୍କର ସ୍ତ୍ରୀ ଭୂମିକାରେ ଅଭିନୟ କରୁଥିଲି ସୁଲୋଚନା। ଏଇ ନାଟକରେ ମୁଁ ଜମିଦାର ରୋଲ କରିଥିଲି ଆଉ ମୋ ସହିତ ମୋ ଭଉଣୀମାନେ ଯୋଗ ଦେଇଥିଲେ ମାନେ ଚାକର ଆଉ ଜଣେ ଆମର କିଶୋରୀ ବାଳିକା ଆମର ଜଣେ ନର୍ତ୍ତକୀ ହିସାବର ଆଉ ଜଣେ ମୋର ଭଉଣୀ ନକୁ ରୋଲ କରିଥିଲା ଆଉ ମୋର ଜମିଦାର ସ୍ତ୍ରୀ ହିସାବରେ। ମୋର ନାମ ଗୋପାମଣି ପଣ୍ଡା ମୋ ମତପୁର ଏକ ଅଙ୍ଗନବାଡ଼ି କର୍ମୀ ଆମର ଶିମୁଳିଆ ICDS। ମୁଁ ଆମର ଜମିଦାରଙ୍କ ଚାକର ଭୂମିକାରେ ଅଭିନୟ କରିଥିଲି। ମୋର ତାଙ୍କୁ ମୋର ଯେଉଁ ଆମର ଜମିଦାରଙ୍କୁ ସହଯୋଗ କରିବା ଆଉ ସାହାନ୍ତ ଆଣିକି ସହଯୋଗ କରିବା ଏସବୁ ଭୂମିକା ଥିଲା ଆଉ। ଆମର ଛତ୍ରପୁର ଟୁର ଅଙ୍ଗନବାଡ଼ି କର୍ମୀ ଆମର ନକୁ ଭୂମିକାରେ ମୋ ରୋଲ୍ କରିଥିଲେ ଆଉ ଆମର ସାନ ଝିଅ ଜଣେ କିଶୋରୀ ବାଳିକା ଜଣେ ସିଏ ବି ଆମର ନର୍ତ୍ତକୀ ରୋଲ୍ କରିଥିଲେ। ମୋତେ ତ ବହୁତ ଖୁସି ଲାଗୁଛି ଯେ ଶିମୁଳିଆରେ ମୋର ଯେଉଁ ଅଭିଜ୍ଞତା ଅଛି ମୋ କର୍ମୀମାନଙ୍କର ସହଯୋଗ ଅଛି ମୁଁ ସବୁ କାମ ନିହାତି ଭଲରେ କରୁଛି। ଏତିକି ଖୁସି ଲାଗୁଛି ଯେ ସେମାନଙ୍କୁ ଷ୍ଟେଜରେ ମୁଁ ଯେଉଁ ପଠେଇଲି ସେମାନେ ମୁଁ ଯେତିକି ଡାଇରେକ୍ସନ୍ ଦେଇଥିଲି ତାଠୁ ସେମାନେ ଆହୁରି 100 ଗୁଣ ଅଧିକ କରିଛନ୍ତି। ତେଣୁ ତାଙ୍କ ଭିତର ଲୁକାୟିତ କଳାଟା ଏଇଠି ପରିସ୍ଫୁଟ ହେଲା। ଏତିକି ମୋର ପାରିଶ୍ରମିକ ଏତିକି ମୋର ସନ୍ତୋଷ।